ଆଜି ଆମେ ଗୀତ ସଂଗୀତା ତହିଁର 6 ପର୍ବଠାରୁ ଆରମ୍ଭ କରି 8 ପର୍ବ ପର୍ଯ୍ୟନ୍ତ ଅଧ୍ୟୟନ କରିବାକୁ ଯିବା। 6 ପର୍ବରେ ଆମେ ଦୟା ପାଇବା ନିମନ୍ତେ ପ୍ରାର୍ଥନାର ବିଷୟକୁ ଲକ୍ଷ୍ୟ କରିବାକୁ ପାରିବା। 7 ପର୍ବରେ ଆମେ ପ୍ରତିଶୋଧ ନିମନ୍ତେ ପ୍ରାର୍ଥନାର ବିଷୟକୁ ଲକ୍ଷ୍ୟ କରିବାକୁ ପାରିବା ଓ ଶେଷରେ 8 ପର୍ବରେ ସେହି ମସିହତ୍ଵ ଗୀତକୁ ଲକ୍ଷ୍ୟ କରିବାକୁ ପାରିବା, ଯେଉଁ ଗୀତରେ ଭାବବାଣୀ ଆକାରରେ ଖ୍ରୀଷ୍ଟଙ୍କର ମାନବତ୍ୱ ରୂପରେ ଗୁରୁତ୍ୱ ଦିଆଯାଇଅଛି ଓ ମନୁଷ୍ୟ ହିସାବରେ ତାହାଙ୍କର ବିଜୟର ବିଷୟକୁ ଉପସ୍ଥାପିତ କରାଯାଇଅଛି। ପ୍ରଥମେ ଆମେ ଏହି 6 ପର୍ବରେ ଦୟା ପାଇବା ନିମନ୍ତେ ପ୍ରାର୍ଥନାର ବିଷୟକୁ ଲକ୍ଷ୍ୟ କରିବା। ଏହି ଗୀତଟି ଏକ ଅନୁତାପର କ୍ରନ୍ଦନ ଓ ଅନୁଗ୍ରହ ବା ଦୟା ପାଇବା ନିମନ୍ତେ ପ୍ରାର୍ଥନା କରିବାର ବିଷୟକୁ ପ୍ରକାଶ କରେ। ଏହି ଗୀତର ମନୁଷ୍ୟ ନିଜ ବିଷୟରେ ସମସ୍ତ ବିଷୟ ଅନୁସନ୍ଧାନ କରିଅଛି ଓ ପ୍ରତ୍ୟେକ ଦିଗରୁ କେବଳ ଦୁଷ୍ଟତାର ବିଷୟକୁ ନିରୀକ୍ଷଣ କରିଅଛି। ସେ ମଧ୍ୟ ନିଜର ହୃଦୟକୁ ଅନୁସନ୍ଧାନ କରିଅଛି ଓ ଜାଣିପାରିଛି ଯେ ସେ ଆଦୌ ଈଶ୍ୱରଙ୍କ ନିକଟରେ ପବିତ୍ର ତଥା ଶୁଦ୍ଧ ନୁହେଁ। ତେଣୁକରି ସେ ଅନୁତାପର ସହିତ ଈଶ୍ୱରଙ୍କ ନିକଟରେ କ୍ରନ୍ଦନ କରି ତାହାଙ୍କର ଦୟା ଭିକ୍ଷା କରୁଅଛି। ଦେଖନ୍ତୁ 6 ପର୍ବର ପ୍ରଥମ 4 ପଦରେ ଏହିପରି ଲେଖା ଅଛି, ହେ ସଦାପ୍ରଭୁ, ତୁମ୍ଭ କ୍ରୋଧରେ ମୋତେ ଅନୁଯୋଗ କର ନାହିଁ, କିଏ ବା ତୁମ୍ଭ ପ୍ରଚଣ୍ଡ ବିରକ୍ତିରେ ମୋତେ ଶାସନ କର ନାହିଁ। ହେ ସଦାପ୍ରଭୁ, ମୋତେ ଦୟା କର, କାରଣ ମୁଁ ଶୁଷ୍କ ହୋଇଯାଇଅଛି। ହେ ସଦାପ୍ରଭୁ, ମୋତେ ସୁସ୍ଥ କର, କାରଣ ମୋର ଅସ୍ଥି ସବୁ ବ୍ୟାକୁଳ ହେଉଅଛି, ମୋର ପ୍ରାଣ ମଧ୍ୟ ଅତ୍ୟନ୍ତ ବ୍ୟାକୁଳ ହେଉଅଛି। ପୁଣି ତୁମ୍ଭେ, ହେ ସଦାପ୍ରଭୁ, ଆଉ କେତେ କାଳ? ହେ ସଦାପ୍ରଭୁ, ଫେର, ମୋ ପ୍ରାଣକୁ ଉଦ୍ଧାର କର, ଆପଣା ସ୍ନେହପୂର୍ଣ୍ଣ କରୁଣା ସକାଶୁ ମୋତେ ପରିତ୍ରାଣ କର। ଦେଖନ୍ତୁ, ଗୀତ ରଚକ ନିଜର ଆବଶ୍ୟକତା ପ୍ରତି ଦୃଷ୍ଟି ଦିଅନ୍ତି। ଯେତେବେଳେ ସେ ଏହା କରନ୍ତି, ସେତେବେଳେ ଏକ ଚମତ୍କାର ଅନୁତାପର କ୍ରନ୍ଦନ ତାହାଙ୍କ ହୃଦୟ ମଧ୍ୟରୁ ବାହାରି ଆସେ। ଏହାପରେ ଆମେ ତାହାଙ୍କର ସ୍ୱୀକାରୋକ୍ତିର ବିଷୟକୁ ଲକ୍ଷ୍ୟ କରୁ, ଯାହାକି 6 ପର୍ବର 5 ପଦରୁ 7 ପଦ ମଧ୍ୟରେ ଲେଖା ଅଛି। କାରଣ ମରଣାବସ୍ଥାରେ ତୁମ୍ଭ ବିଷୟକୁ କୌଣସି ସ୍ମରଣ ନଥାଏ, ପାତାଳରେ କିଏ ତୁମକୁ ଧନ୍ୟବାଦ ଦେବ? ମୁଁ ଆପଣା କାତରୋକ୍ତିରେ କ୍ଳାନ୍ତ ହୋଇଅଛି। ପ୍ରତି ରାତ୍ରି ମୁଁ ଆପଣା ଶଯ୍ୟା ଭସାଏ, ମୁଁ ଲୋତକରେ ଆପଣା ବିଛଣା ତିନ୍ତାଏ। ଦୁଃଖ ସକାଶୁ ମୋର ଚକ୍ଷୁ କ୍ଷୀଣ ହୋଇଯାଏ, ମୋର ସକଳ ବିପକ୍ଷଙ୍କ ସକାଶୁ ତାହା ଜୀର୍ଣ୍ଣ ହୋଇଯାଏ। ମୁଁ ଭାବେ ଯେ ଏଠାରେ ଆମ୍ଭମାନଙ୍କର ଦାଉଦଙ୍କର ଛବି ରହିଅଛି ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଛବି ମଧ୍ୟ ରହିଅଛି ଓ ଏହା ସେହି ଶେଷ ଦିନରେ ଇସ୍ରାଏଲ ସନ୍ତାନଗଣର ଛବି ମଧ୍ୟ ପ୍ରଦାନ କରେ ଓ ବର୍ତ୍ତମାନର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର ଛବି ମଧ୍ୟ ପ୍ରଦାନ କରେ, ଯାହାକି ଆପଣ ଓ ମୁଁ ମଧ୍ୟ ତହିଁର ଅନ୍ତର୍ଭୁକ୍ତ। ବାସ୍ତବରେ ଏହା କେତେ ଚମତ୍କାର ଗୀତ! ଏହା ହିଁ ହେଉଛି ସେହି ଅନୁଗ୍ରହ ପାଇବା ନିମନ୍ତେ ପ୍ରାର୍ଥନା, ଯାହାକି ହୃଦୟର ଗଭୀର ଦୁଃଖ ମଧ୍ୟରୁ ନିର୍ଗତ ହୁଏ। କାରଣ କେବଳ ଈଶ୍ୱରଙ୍କ ଅନୁଗ୍ରହ ହିଁ ଆମମାନଙ୍କୁ ଉଦ୍ଧାର କରିପାରିବ। ଏହି ବିଷୟ ଆମେ ନୂତନ ନିୟମରେ ବାରମ୍ବାର ଦେଖିଛୁ ଯେ ଈଶ୍ୱର ଦୟାରେ ମହାନ, ସେ ଅନୁଗ୍ରହର ଆକର ଓ ଆମେମାନେ ତାହାଙ୍କର ସେହି ଅନୁଗ୍ରହକୁ ଭିକ୍ଷା କରିବାକୁ ହେବ। ଯିଶାୟା 52 ପର୍ବର 14 ପଦ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିଷୟ ନେଇ ଏହିପରି ପ୍ରକାଶ କରେ, ମନୁଷ୍ୟ ଅପେକ୍ଷା ତାହାଙ୍କର ଆକୃତି ଓ ମନୁଷ୍ୟ ସନ୍ତାନଗଣ ଅପେକ୍ଷା ତାହାଙ୍କର ରୂପ ଅଧିକ ବିକୃତ ହେବାରୁ ଯେପରି ଅନେକେ ତାହାଙ୍କ ବିଷୟରେ ଚମତ୍କୃତ ହୋଇଥିଲେ, ସେହିପରି ଗୀତ 69 ପର୍ବର 3 ପଦରେ ଲେଖା ଅଛି, ମୁଁ ଡାକୁ ଡାକୁ କ୍ଳାନ୍ତ ହୁଏ, ମୋର କଣ୍ଠ ଶୁଷ୍କ ହୋଇଅଛି। ମୁଁ ପରମେଶ୍ୱରଙ୍କର ଅପେକ୍ଷା କରୁ କରୁ ମୋହର ଚକ୍ଷୁ ନିସ୍ତେଜ ହୁଏ। ସେହିପରି ଗୀତ 42 ପର୍ବର 3 ପଦରେ ପ୍ରଭୁ କହନ୍ତି, ମୋହର ଲୋତକ ଦିବାରାତ୍ରି ମୋହର ଭକ୍ଷ ହୋଇଅଛି, କାରଣ ଲୋକମାନେ ନିତ୍ୟ ମୋତେ କହନ୍ତି, ତୁମ୍ଭର ପରମେଶ୍ୱର କାହାନ୍ତି? ସେହିପରି ଗୀତ 38 ପର୍ବର 10 ପଦରେ ପ୍ରଭୁ କହନ୍ତି, ମୋହର ହୃଦୟ ଧୁକ୍ ଧୁକ୍ କରୁଅଛି, ମୋହର ବଳ କ୍ଷୀଣ ହେଉଅଛି, ମୋର ଚକ୍ଷୁର ତେଜ ମଧ୍ୟ ମୋ ଠାରୁ ଗଲାଣି। ଶେଷରେ ସେହିପରି ଗୀତ 88 ପର୍ବର 9 ପଦରେ ପ୍ରଭୁ କହନ୍ତି, କ୍ଲେଶ ସକାଶୁ ମୋ ଚକ୍ଷୁ କ୍ଷୀଣ ହେଉଅଛି। ହେ ସଦାପ୍ରଭୁ, ମୁଁ ପ୍ରତିଦିନ ତୁମ୍ଭ ନିକଟରେ ପ୍ରାର୍ଥନା କରିଅଛି, ମୁଁ ତୁମ୍ଭ ଆଡ଼େ ଆପଣା ହସ୍ତ ପ୍ରସାରିଅଛି। ତେବେ ଏହି ସମସ୍ତ ଉକ୍ତି ମଧ୍ୟ ଦେଇ ଖ୍ରୀଷ୍ଟଙ୍କର ଆତ୍ମା ତାହାଙ୍କର ନିଜର ସେହି ଗଭୀର ଦୁଃଖ ଓ ଯନ୍ତ୍ରଣାକୁ ଭାବବାଣୀ ଆକାରରେ ପୂର୍ବରୁ ପ୍ରକାଶ କରନ୍ତି, ଯାହାକି ତାହାଙ୍କର ସେହି
ଆଗାମୀ ମାନବ ଶରୀରରେ ସମଗ୍ର ମାନବ ଜାତିର ନିମନ୍ତେ ଏହି ଜଗତରେ ସେହି ସମସ୍ତ ଦୁଃଖ ଓ କ୍ଲେଶକୁ ଅଙ୍ଗେ ନିଭାଇ ସଫଳ କରିବାକୁ ଥିଲା। ଏପରିକି ତାହାଙ୍କର ଲୋକ ଇସ୍ରାଏଲ ଜାତିର ଅବଶିଷ୍ଟାଂଶ ସେହି ମହାକ୍ଲେଶର ସମୟରେ ସେହି କ୍ଲେଶର ମଧ୍ୟ ଦେଇ ଗତି କରିବେ। ଆଜି ମଧ୍ୟ ଈଶ୍ୱରଙ୍କର ଅନେକ ଭକ୍ତ ସେହି କ୍ଲେଶ ମଧ୍ୟ ଦେଇ ଗତି କରୁଅଛନ୍ତି। କିନ୍ତୁ ସବୁଠାରୁ ମହାନ ସାନ୍ତ୍ୱନାଜନକ ବିଷୟ ହେଉଛି ଯେ ପ୍ରଭୁ ଯୀଶୁ ସେହି କ୍ଲେଶ ମଧ୍ୟ ଦେଇ ଗତି କରିଅଛନ୍ତି ଓ ସେ ଏହି ସମସ୍ତ ଦୁଃଖ ତଥା କ୍ଲେଶକୁ ସହ୍ୟ କରିଅଛନ୍ତି ଯେପରି ସେ ଆମମାନଙ୍କୁ ସାନ୍ତ୍ୱନା ଦେଇପାରନ୍ତି। ଆପଣ ଯଦି ଆଜି ତାହାଙ୍କ ନିମନ୍ତେ ଯେଉଁ କ୍ଲେଶ ମଧ୍ୟ ଦେଇ ଗତି କରୁଅଛନ୍ତି ସେ ତାହାଠାରୁ ଅଧିକ କିଛି ଆପଣଙ୍କ ନିମନ୍ତେ ସହ୍ୟ କରିଅଛନ୍ତି। ସେଥିପାଇଁ ସେ କହନ୍ତି, ଜଗତରେ ତୁମମାନଙ୍କ ନିମନ୍ତେ କ୍ଲେଶ ଅଛି, ମାତ୍ର ସାହସ ଧର, ମୁଁ ଜଗତକୁ ଜୟ କରିଅଛି। ସେ ନିଜେ ସେହି ସମସ୍ତ ପରୀକ୍ଷା ମଧ୍ୟ ଦେଇ ଗତି କରିଥିବାରୁ ସେ ଆଜି ମଧ୍ୟ ଆମମାନଙ୍କୁ ଆମମାନଙ୍କର କ୍ଲେଶ ତଥା ଦୁଃଖରେ ସାନ୍ତ୍ୱନା ଦେବାକୁ ସମର୍ଥ ଈଶ୍ୱର। ବାସ୍ତବରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପରି ଜଣେ ଉଦ୍ଧାରକର୍ତ୍ତାଙ୍କୁ ପାଇବା କେତେ ଚମତ୍କାର ବିଷୟ। ଏହାପରେ ଆମେ ସେହି ପ୍ରାର୍ଥନାର ଉତ୍ତର ମଧ୍ୟ ଦେଖିବାକୁ ପାରୁଛୁ, ଯାହାକି ଗୀତ ସଂହିତା 6 ପର୍ବର 8 ପଦରୁ 9 ପଦରେ ଲେଖା ଅଛି। ହେ ଅଧର୍ମାଚାରୀ ସମସ୍ତେ, ମୋର ନିକଟରୁ ଦୂର ହୁଅ, କାରଣ ସଦାପ୍ରଭୁ ମୋ ରୋଦନର ରବ ଶୁଣିଅଛନ୍ତି। ସଦାପ୍ରଭୁ ମୋର ନିବେଦନ ଶୁଣିଅଛନ୍ତି। ସଦାପ୍ରଭୁ ମୋର ପ୍ରାର୍ଥନା ଗ୍ରହଣ କରିବେ। ଏବ୍ରୀ 5 ପର୍ବର 7 ପଦରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିଷୟ ନେଇ ଏହିପରି ଲେଖା ଅଛି, ଯେ ତାହାଙ୍କୁ ମୃତ୍ୟୁରୁ ରକ୍ଷା କରିବାକୁ ସମର୍ଥ, ତାହାଙ୍କ ନିକଟରେ ସେ ଆପଣା ପାର୍ଥିବ ଜୀବନରେ ଥିବା ସମୟରେ ପ୍ରବଳ ଆର୍ତ୍ତନାଦ ଓ ଅଶ୍ରୁ ସହକାରେ ପ୍ରାର୍ଥନା ଓ ବିନତି ଉତ୍ସର୍ଗ କରିଥିଲେ, ଆଉ ଉତ୍ତର ସ୍ୱରୂପେ ଆଶଙ୍କାରୁ ରକ୍ଷା ପାଇ ପୁତ୍ର ହେଲେ ହେଁ ଦୁଃଖଭୋଗ ଦ୍ୱାରା ଆଜ୍ଞାବହତା ଶିକ୍ଷା କଲେ। ତାହା ହିଁ ହେଉଛି ଆଜି ଆମମାନଙ୍କର ଭରସା। ଯେତେବେଳେ ଆମେ ଭୟଙ୍କର ସମସ୍ୟା ବା କ୍ଲେଶର ସମୟ ମଧ୍ୟ ଦେଇ ଗତି କରୁ, ସେତେବେଳେ ଈଶ୍ୱର ଆମମାନଙ୍କର ପ୍ରାର୍ଥନା ଶୁଣି ଆମମାନଙ୍କୁ ଉତ୍ତର ପ୍ରଦାନ କରିବେ। ପ୍ରିୟ ବନ୍ଧୁ, ଏହା କ'ଣ ଆଜି ଆପଣଙ୍କ ନିମନ୍ତେ ଏକ ସାନ୍ତ୍ୱନାଜନକ ବାକ୍ୟ ନୁହେଁ କି? ଆପଣ ଯଦି ଆଜି ସେପରି ସମସ୍ୟା ତଥା କ୍ଲେଶ ମଧ୍ୟ ଦେଇ ଗତି କରୁଅଛନ୍ତି, ତାହେଲେ ଜାଣି ରଖନ୍ତୁ, ଏହି ଗୀତ 6 ପର୍ବଟି ଆଜି ଆପଣଙ୍କୁ ସାନ୍ତ୍ୱନା ଦେବାକୁ ଚାହେଁ। ଏହାପରେ ଆମେ 7 ପର୍ବ ମଧ୍ୟକୁ ଯିବା। ଏହି 7 ପର୍ବର ମୁଖ୍ୟ ବିଷୟବସ୍ତୁ ହେଉଛି ପ୍ରତିଶୋଧ ନିମନ୍ତେ ପ୍ରାର୍ଥନା। ଏହା ଦାଉଦଙ୍କର ଆର୍ତ୍ତସ୍ୱରର ଗୀତ ଥିଲା। ପାପୀ ମନୁଷ୍ୟ ବିରୁଦ୍ଧରେ ଏହା ଏକ ଆର୍ତ୍ତସ୍ୱର ଥିଲା। ଏହାର ମୁଖ୍ୟ ବିଷୟବସ୍ତୁ ଆମେ ପରବର୍ତ୍ତୀ ଅଧ୍ୟାୟରେ ଲକ୍ଷ୍ୟ କରିବାକୁ ପାରିବା। ତେବେ ମୁଁ ଭାବେ ଯେ ଏହି ବିଷୟ ସେହି ମହାକ୍ଲେଶର ସମୟରେ ଇସ୍ରାଏଲ ଜାତିର ସେହି ଅବଶିଷ୍ଟ ଈଶ୍ୱର ଭୟକାରୀମାନଙ୍କର ଶେଷ କ୍ଲେଶଭୋଗ ଓ ତାଡ଼ନାର ବିଷୟକୁ ଭାବବାଣୀ ଆକାରରେ ପୂର୍ବରୁ ପ୍ରକାଶ କରେ। ବର୍ତ୍ତମାନ ଏହି 7 ପର୍ବରେ ଦାଉଦଙ୍କର ପ୍ରାର୍ଥନାର ବିଶ୍ୱାସ ତଥା ନିର୍ଭରତାର ବିଷୟକୁ ଲକ୍ଷ୍ୟ କରନ୍ତୁ। 7 ପର୍ବର ପ୍ରଥମ 2 ପଦରେ ଏହିପରି ଲେଖା ଅଛି, ହେ ସଦାପ୍ରଭୁ ମୋ ପରମେଶ୍ୱର, ମୁଁ ତୁମଠାରେ ଶରଣ ନେଉଅଛି। ମୋ ପଛେ ଗୋଡ଼ାଇବା ସମସ୍ତ ଲୋକଠାରୁ ମୋତେ ରକ୍ଷା କର ଓ ଉଦ୍ଧାର କର। ନୋହିଲେ ସେ ସିଂହ ପରି ମୋର ପ୍ରାଣ ବିଦୀର୍ଣ୍ଣ କରି ଖଣ୍ଡ ଖଣ୍ଡ କରିବ। ଉଦ୍ଧାର କରିବାକୁ କେହି ନଥିବ। ସେହି ସିଂହ କିଏ? ସେ ହେଉଛି ଶୟତାନ। ପିତର ତାହାଙ୍କର ପ୍ରଥମ ପତ୍ରର 5 ପର୍ବର 8 ପଦରେ ଏହିପରି ଉଲ୍ଲେଖ କରନ୍ତି, ସଚେତନ ହୋଇ ଜାଗ୍ରତ ରୁହ, ତୁମମାନଙ୍କ ବିପକ୍ଷ ଶୟତାନ ସିଂହ ପ୍ରାୟ ଗର୍ଜନ କରି କାହାକୁ ଗ୍ରାସିବ ଏହା ଖୋଜି ବୁଲୁଅଛି। ଏହାପରେ ଦାଉଦ ସେହି ଅବିଚାର ତାଡ଼ନା ବିଷୟ ନେଇ ପ୍ରକାଶ କରନ୍ତି। 7 ପର୍ବର 3 ପଦରୁ 4 ପଦ ମଧ୍ୟରେ ଲେଖା ଅଛି, ହେ ସଦାପ୍ରଭୁ ମୋର ପରମେଶ୍ୱର, ଯେବେ ମୁଁ ଏହା କରିଥାଏ, ଯେବେ ମୋ ହସ୍ତରେ ଅଧର୍ମ ଥାଏ, ଯେବେ ମୁଁ ଆପଣା ସଙ୍ଗେ ମିଳନରେ ଥିବା ଲୋକର ମନ୍ଦ କରିଥାଏ, ମାତ୍ର ଯେ ଅକାରଣରେ ମୋହର ବିପକ୍ଷ, ମୁଁ ତାହାକୁ ଉଦ୍ଧାର କରିଅଛି। ଏହି ଜଗତରେ ଅବିଚାର ଓ ବିନା ଦୋଷରେ କ୍ଲେଶ ଭୋଗ କରିବା ଏପରି ଏକ ବିଷୟ ଯାହାକି ମୁଁ ମଧ୍ୟ ତାହା ଭଲ ଭାବରେ ବୁଝିପାରେ ନାହିଁ, କିମ୍ବା ତାହା କାହିଁକି ସେପରି ହୁଏ ତାହା ମଧ୍ୟ ବୁଝିବାକୁ ମୁଁ ଚେଷ୍ଟା କରେ ନା। ମୁଁ ଆପଣଙ୍କୁ କହି ରଖେ ଯେ ଜଣେ ଯେ କି ଏହାର କାରଣ ବୁଝିପାରନ୍ତି ଓ ସେ ଏହି ବିଷୟ ନେଇ ଜାଣନ୍ତି, ସେ ଆମମାନଙ୍କୁ ଦିନେ ଏହି ସମସ୍ତ ବିଷୟ ନେଇ ବୁଝାଇ ଦେବେ ଏବଂ ତହିଁର କାରଣ ମଧ୍ୟ ବୁଝାଇ ଦେବେ।
ଆପଣଙ୍କ ଜୀବନରେ ବା ମୋ ଜୀବନରେ ଏପରି କେତେକ ବିଷୟ ଅଛି ଯାହାକି ଆମେ ତାହା ବୁଝିପାରୁନା। ମୁଁ ଆପଣଙ୍କର ସମସ୍ୟା ନେଇ କିଛି ବୁଝାଇ ପାରିବି ନାହିଁ, ଯେହେତୁ ମୁଁ ମଧ୍ୟ ମୋର ଜୀବନରେ ଘଟୁଥିବା ସମସ୍ୟାର କାରଣ ବିଷୟ ନେଇ ଅବଗତ ନୁହେଁ। ମାତ୍ର ସେହି ପ୍ରଭୁ ଯୀଶୁ ଦିନେ ଆମମାନଙ୍କୁ ତାହା ବୁଝାଇ ଦେବାକୁ ଯାଉଅଛନ୍ତି। ବର୍ତ୍ତମାନ ଆମେ ଏକ ଚମତ୍କାର ଅଂଶ ମଧ୍ୟକୁ ଆସୁଅଛୁ। 7 ପର୍ବର 6 ପଦରେ ଲେଖା ଅଛି, ହେ ସଦାପ୍ରଭୁ, ଆପଣା କ୍ରୋଧରେ ଉଠ, ମୋ ବିପକ୍ଷ ଗଣର କୋପ ପ୍ରତିକୂଳରେ ଆପଣାକୁ ଉଠାଅ ଓ ମୋ ପକ୍ଷରେ ଜାଗ୍ରତ ହୁଅ। ତୁମ୍ଭେ ବିଚାରର ଆଜ୍ଞା କରିଅଛ। ଦାଉଦ ଦୁଷ୍ଟ ବା ଶତ୍ରୁର ପ୍ରତିଶୋଧ ନେବା ପାଇଁ ଓ ତାହାକୁ ଦୋଷୀ ବୋଲି ପ୍ରମାଣିତ କରିବା ପାଇଁ ପ୍ରାର୍ଥନା କରନ୍ତି। 11 ପଦରେ ଲେଖା ଅଛି, ପରମେଶ୍ୱର ଧର୍ମମୟ ବିଚାରକର୍ତ୍ତା। ହଁ, ସେ ପ୍ରତିଦିନ ଦୁଷ୍ଟଙ୍କ ପାଇଁ କ୍ରୋଧକାରୀ ପରମେଶ୍ୱର। ପ୍ରିୟ ବନ୍ଧୁ, ଈଶ୍ୱର ତାହାଙ୍କର ବିଚାରରେ ମୁଖାପେକ୍ଷା କରନ୍ତି ନାହିଁ କି ଦୋଷୀକୁ ନିରପରାଧୀ ବୋଲି ଗଣନା କରନ୍ତି ନାହିଁ। ସେ ନ୍ୟାୟ ବିଚାର ରକ୍ଷା କରନ୍ତି। ସେ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦିଅନ୍ତି, ଯାହାକି ବର୍ତ୍ତମାନ ତହିଁର ବିପରୀତ ଦେଖାଯାଏ। ଲୋକେ ଅନ୍ୟାୟକୁ ସମର୍ଥନ କରନ୍ତି ଓ ଦୋଷୀକୁ ନିର୍ଦ୍ଦୋଷୀ ବୋଲି ସାବ୍ୟସ୍ତ କରିବାକୁ ଚାହାନ୍ତି। ନୀତି ନିୟମ ପ୍ରଣୟନ କରି ଅନ୍ୟାୟ ଅନୀତିରେ କାଳକ୍ଷେପଣ କରନ୍ତି। ଏହା ହିଁ ବର୍ତ୍ତମାନର ମାନବ ସମାଜର ପରିସ୍ଥିତି। ମାତ୍ର ସେହି ନ୍ୟାୟ ବିଚାରକର୍ତ୍ତାଙ୍କ ହସ୍ତରୁ କେହି ବର୍ତ୍ତି ଯାଇପାରିବେ ନାହିଁ। ଏହି କାରଣରୁ ଆମେ ଦାଉଦଙ୍କ ସହିତ ସମସ୍ୱରରେ 7 ପର୍ବର 17 ପଦଟିକୁ ଗାଇପାରିବା, ମୁଁ ସଦାପ୍ରଭୁଙ୍କର ଧାର୍ମିକତା ଅନୁସାରେ ତାହାଙ୍କର ଧନ୍ୟବାଦ କରିବି ଓ ସର୍ବୋପରିସ୍ଥ ସଦାପ୍ରଭୁଙ୍କ ନାମରେ ପ୍ରଶଂସା ଗାନ କରିବି। ପ୍ରିୟ ବନ୍ଧୁ, ଈଶ୍ୱର ପାପ ଓ ଦୁଷ୍ଟତାର ପ୍ରତିକାର କରିବେ ଓ ଶେଷରେ ସେ ତାହାଙ୍କର ଏହି ସୃଷ୍ଟ ଜଗତ ମଧ୍ୟରୁ ସେହି ସମସ୍ତ ଅଧାର୍ମିକତାର ବିଷୟ ସବୁକୁ ଲୋପ କରିବେ। ପ୍ରଭୁଙ୍କ ନାମର ପ୍ରଶଂସା ହେଉ। ଏହାପରେ ଆମେ 8 ପର୍ବ ମଧ୍ୟକୁ ଯିବା। ଏ ହେଉଛି ସେହି ମସିହତ୍ଵ ଗୀତ ଯାହାକି ଖ୍ରୀଷ୍ଟଙ୍କର ମାନବତ୍ଵ ଓ ମାନବ ହିସାବରେ ତାହାଙ୍କର ବିଜୟୀ ଜୀବନ ଉପରେ ବିଶେଷ ଗୁରୁତ୍ୱାରୋପ କରେ। ଏହାକୁ ମସିହତ୍ଵ ଗୀତ କୁହାଯାଏ କାରଣ ଏହା ନୂତନ ନିୟମରେ ଖ୍ରୀଷ୍ଟ ଯୀଶୁଙ୍କୁ ଭିତ୍ତି କରି ଉପସ୍ଥାପିତ କରାଯାଏ। ଗୀତ 8 ପର୍ବଟି ନୂତନ ନିୟମରେ ପ୍ରାୟ 3 ଥର ଉପସ୍ଥାପିତ କରାଯାଇଅଛି। ଏପରିକି ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜେ ମଧ୍ୟ ଏହି 8 ପର୍ବର 2 ପଦଟିକୁ ନେଇ ନୂତନ ନିୟମରେ ମାଥ୍ୟୁ 21 ପର୍ବର 16 ପଦରେ ଉପସ୍ଥାପିତ କରିଅଛନ୍ତି, ଯାହାକି ତାହାଙ୍କ ସମ୍ବନ୍ଧୀୟ ଭାବବାଣୀର ସଫଳତା ଥିଲା। ପ୍ରଭୁ ଯୀଶୁଖ୍ରୀଷ୍ଟ ସେହି ଜେରୁସାଲେମକୁ ବିଜୟ ଯାତ୍ରା କରିବା ସମୟରେ ସେହି ମନ୍ଦିର ମଧ୍ୟରେ ଥିବା ପିଲାମାନେ ଉଚ୍ଚସ୍ୱରରେ କହିବାକୁ ଲାଗିଲେ, ହୋସାନ୍ନା, ଦାଉଦ ସନ୍ତାନ। ସେତେବେଳେ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ତାହାଙ୍କୁ ପଚାରିଲେ, ଏମାନେ କ'ଣ କହୁଅଛନ୍ତି ତାହା କି ତୁମେ ଶୁଣୁଅଛ? ଏହି ସମୟରେ ଯୀଶୁ ସେମାନଙ୍କ ନିକଟରେ ଏହି 8 ପର୍ବର 2 ପଦଟିକୁ ଆଣି ଉପସ୍ଥାପିତ କରି କହିଥିଲେ, ହଁ, ତୁମ୍ଭେ ଶିଶୁ ଓ ସ୍ତନ୍ୟପାୟୀମାନଙ୍କ ମୁଖ ଦ୍ୱାରା ଆପଣା ଉଦ୍ଦେଶ୍ୟରେ ସ୍ତବ ସିଦ୍ଧ କରିଅଛ। ଏହି କଥା କି ତୁମେମାନେ କେବେ ହିଁ ପାଠ କରିନାହ? ପ୍ରଭୁ ଯୀଶୁ ସେହି ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କୁ କହିଥିଲେ ଯେ ତାହା ସେମାନଙ୍କ ପକ୍ଷେ ଭଲ ହୋଇଥାନ୍ତା ଯଦି ସେମାନେ ସେହି ଧର୍ମଶାସ୍ତ୍ରକୁ ଅଧ୍ୟୟନ କରିଥାନ୍ତେ, ତାହେଲେ ଏହି ପିଲାମାନେ କାହିଁକି ସେପରି ଉଚ୍ଚସ୍ୱର କରି ହୋସାନ୍ନା, ଦାଉଦ ସନ୍ତାନ ବୋଲି କହୁଅଛନ୍ତି ତାହା ସେମାନେ ବୁଝିପାରିଥାନ୍ତେ। ଏହାପରେ ଏହି 8 ପର୍ବର 6 ପଦଟି ଆମେ ନୂତନ ନିୟମରେ 1 କରିନ୍ଥୀୟ 15 ପର୍ବର 27 ପଦରେ ଲକ୍ଷ୍ୟ କରିବାକୁ ପାରୁ, ଯାହାକି ପୁନରୁତ୍ଥାନର ବିଷୟବସ୍ତୁକୁ ପ୍ରକାଶ କରେ। ଦେଖନ୍ତୁ, ସେଠାରେ ଏହିପରି ଲେଖା ଅଛି, କାରଣ ସେ ସମସ୍ତ ବିଷୟ ତାହାଙ୍କ ପାଦ ତଳେ ବଶୀଭୂତ କଲେ। ଯେତେବେଳେ ସେ କହନ୍ତି ସମସ୍ତ ବିଷୟ ବଶୀଭୂତ କରାଯାଇଅଛି, ଏହା ସ୍ପଷ୍ଟ ସମସ୍ତ ବିଷୟ ଯେ ତାହାଙ୍କର ବଶୀଭୂତ କଲେ ସେ ସେହିସବୁର ଅନ୍ତର୍ଗତ ନୁହନ୍ତି। ଏଥିରୁ ସ୍ପଷ୍ଟ ଜଣାଯାଏ ଯେ ଏହି ଗୀତଟି ଆମମାନଙ୍କର ଏହି ବର୍ତ୍ତମାନର ସମୟକୁ ଦର୍ଶାଏ ନାହିଁ, ଯାହାକି ପାଉଲ ଏଠାରେ ବୁଝାଇ ଦେଇଅଛନ୍ତି। ଆଜି ଆମେ ଦେଖିବାକୁ ପାରୁନା ଯେ ସମସ୍ତ ବିଷୟ ତାହାଙ୍କର ଅଧୀନସ୍ଥ ହୋଇଅଛି। ତେବେ ସେ ଯାହା ହେଉନା କାହିଁକି ଏହି ଗୀତ 8 ପର୍ବର ଏକ ସମ୍ପୂର୍ଣ୍ଣ ଉକ୍ତି ଆମେ ଏବ୍ରୀ 2 ପର୍ବର 5 ପଦରୁ 8 ପଦ ମଧ୍ୟରେ ଲକ୍ଷ୍ୟ କରିବାକୁ ପାରୁ, ଯାହାକି ଅତି ସ୍ପଷ୍ଟ କରାଇ ଦିଏ ଯେ ଗୀତ 8 ପର୍ବଟି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଦର୍ଶାଏ। ଦେଖନ୍ତୁ, ସେଠାରେ ଲେଖା ଅଛି,
କାରଣ ଯେଉଁ ଭାବି ଜଗତର କଥା ଆମେମାନେ କହୁଅଛୁ ତାହା ସେ ଦୂତମାନଙ୍କ ଅଧୀନ କରିନାହାନ୍ତି। କିନ୍ତୁ ଜଣେ କୌଣସି ସ୍ଥାନରେ ଏହି କଥା କହି ସାକ୍ଷ୍ୟ ଦେଇଅଛନ୍ତି, ମନୁଷ୍ୟ କିଏ ଯେ ତୁମ୍ଭେ ତାହାକୁ ସ୍ମରଣ କରିଥାଅ? ମନୁଷ୍ୟ ସନ୍ତାନ କିଏ ଯେ ତୁମ୍ଭେ ତାହାର ତତ୍ତ୍ୱ ନେଇଥାଅ? ତୁମ୍ଭେ ଦୂତମାନଙ୍କଠାରୁ ତାହାକୁ ଅଳ୍ପମାତ୍ର ନ୍ୟୁନ କରିଅଛ। ତୁମେ ତାହାକୁ ଗୌରବ ଓ ସମ୍ଭ୍ରମ ରୂପ ମୁକୁଟରେ ଭୂଷିତ କରିଅଛ। ତୁମ୍ଭେ ତାହାର ପାଦ ତଳେ ସମସ୍ତ ବିଷୟ ଅଧୀନ କରି ରଖିଅଛ। ପ୍ରକୃତରେ ସେ ସମସ୍ତ ବିଷୟକୁ ତାହାର ବଶୀଭୂତ କରିବାରେ କୌଣସି ବିଷୟକୁ ତାହାର ଅବଶୀଭୂତ କରି ଛାଡ଼ିନାହାନ୍ତି। ଆମ୍ଭେମାନେ ଏପର୍ଯ୍ୟନ୍ତ ସମସ୍ତ ବିଷୟ ତାହାର ବଶୀଭୂତ ହୋଇଥିବାର ଦେଖୁନାହୁଁ। ଏଠାରେ ଆମେ ପୁନର୍ବାର ଲକ୍ଷ୍ୟ କରୁଅଛୁ ଯେ ଆପଣ ଓ ମୁଁ ଆମେ ଏପରି ଏକ ସମୟରେ ବାସ କରୁଅଛୁ ଯେତେବେଳେ କି ସମସ୍ତ ବିଷୟ ତାହାଙ୍କର ବଶୀଭୂତ କରାଯାଇ ନାହିଁ। ପ୍ରକୃତରେ ଏହି ଗୀତ 8 ପର୍ବଟି ଭବିଷ୍ୟତ ପ୍ରତି ଦୃଷ୍ଟି କରେ। ଏଥିସହିତ ଯଦି ଏଭ୍ରି 2 ପର୍ବର 9 ପଦଟିକୁ ପାଠ କରିବେ ତାହେଲେ ଆପଣ ଜାଣିପାରିବେ ଯେ ଗୀତ 8 ପର୍ବଟି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିଷୟ ନେଇ ପ୍ରକାଶ କରେ। ଦେଖନ୍ତୁ, ଏହି ଦ୍ୱିତୀୟ ମସିହତ୍ଵ ଗୀତଟି ଅର୍ଥାତ୍ 8 ପର୍ବଟି ଏହିପରି ଆରମ୍ଭ ହୁଏ। 8 ପର୍ବର ପ୍ରଥମ 2 ପଦରେ ଏହିପରି ଲେଖା ଅଛି, ହେ ସଦାପ୍ରଭୁ, ଆମ୍ଭମାନଙ୍କର ପ୍ରଭୁ, ସମୁଦାୟ ପୃଥିବୀରେ ତୁମ୍ଭର ନାମ କିପରି ମହିମାନ୍ୱିତ। ତୁମ୍ଭେ ଆକାଶମଣ୍ଡଳ ଉପରେ ଆପଣା ଗୌରବ ସ୍ଥାପନ କରିଅଛ। ଦେଖନ୍ତୁ, ପ୍ରଭୁ ଯୀଶୁ ଏହି ଉକ୍ତିକୁ ସତ୍ୟରେ ପରିଣତ କରାଇଲେ ଯେତେବେଳେ ସେ ଏହି ଜଗତରେ ଥିବା ସମୟରେ କହିଥିଲେ, ଯାହାକି ମାଥ୍ୟୁ 18 ପର୍ବର 3 ପଦରେ ଲେଖା ଅଛି, ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ତୁମେମାନେ ଫେରି ସାନ ପିଲାଙ୍କ ପରି ନ ହେଲେ କୌଣସି ପ୍ରକାର ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବ ନାହିଁ। ଏହା ସେହି ପିଲାମାନଙ୍କର ଉଚ୍ଚ ସ୍ୱରର ଜୟଧ୍ୱନି ଥିଲା, ହୋସାନ୍ନା ଦାଉଦ ସନ୍ତାନ। ମାତ୍ର ଏହା ଯଦିଓ ତାହାଙ୍କର ଜେରୁସାଲେମକୁ ବିଜୟ ଯାତ୍ରା ବୋଲି କୁହାଯାଏ, ମାତ୍ର ତାହା ପ୍ରକୃତରେ ତାହାଙ୍କର ବିଜୟ ଯାତ୍ରା ନୁହେଁ। ଏହା କେବଳ ତାହାଙ୍କ ବିଜୟ ଯାତ୍ରା ଅର୍ଥାତ୍ ଏହି ଜଗତକୁ ତାହାଙ୍କ ଆଗମନ କରିବାର ଓ ଏହି ଜଗତରେ ତାହାଙ୍କର ଶାନ୍ତି ରାଜ୍ୟ ପ୍ରତିଷ୍ଠା କରିବାର ଏକ କ୍ଷୁଦ୍ର ଛବି। କିନ୍ତୁ ସେ ଯେତେବେଳେ ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ ହୋଇ ଏହି ଜଗତକୁ ଆଗମନ କରି ତାହାଙ୍କର ରାଜ୍ୟ ପ୍ରତିଷ୍ଠା କରିବେ, ସେତେବେଳେ ଏହା ବାସ୍ତବ ବିଜୟ ଯାତ୍ରା ହେବ। କିନ୍ତୁ ଏହି ସମୟ ମଧ୍ୟରେ ଆମମାନଙ୍କୁ ସେହି ସାନ ପିଲାଙ୍କ ପରି ସରଳ ଓ ନମ୍ର ସ୍ୱଭାବ ଧାରଣ କରି ଓ ସମସ୍ତ ପ୍ରକାର ଅହଙ୍କାରକୁ ପରିତ୍ୟାଗ କରି ସରଳ ବିଶ୍ୱାସରେ ଖ୍ରୀଷ୍ଟଙ୍କର ନିକଟବର୍ତ୍ତୀ ହେବାକୁ ହେବ ଓ ଆତ୍ମିକ ଜୀବନରେ ଏକ ନୂତନ ସ୍ୱଭାବ ଧାରଣ କରି ଏକ ନୂତନ ଜୀବନଯାପନ କରିବାକୁ ହେବ ଓ ନୂଆ ଭାବେ ଜନ୍ମଲାଭ କରିବାକୁ ହେବ। ଏହି ଗୀତ 8 ପର୍ବରେ ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବାସ୍ତବ ମାନବତ୍ୱ ଚିତ୍ର ପାଇପାରୁ ଓ ଈଶ୍ୱରଙ୍କୁ ସୃଷ୍ଟିକର୍ତ୍ତା ରୂପେ ଲକ୍ଷ୍ୟ କରିବାକୁ ପାରୁ ଓ ଈଶ୍ୱର ଯେ ସବୁର ସୃଷ୍ଟିକର୍ତ୍ତା ଓ ନିୟନ୍ତ୍ରଣକର୍ତ୍ତା ତାହା ଲକ୍ଷ୍ୟ କରିବାକୁ ପାରୁ। ମାତ୍ର ସେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଗୌରବ ଓ ସମ୍ଭ୍ରମ ରୂପ ମୁକୁଟରେ ଭୂଷିତ କରିଅଛନ୍ତି ଓ ସେ ମନୁଷ୍ୟ ବିଷୟରେ ମନୋଯୋଗୀ ଅଟନ୍ତି। ଏହାପରେ 8 ପର୍ବର 6 ପଦରେ ଆମେ ଦେଖୁଛୁ ଯେ ସେହିସବୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ଖ୍ରୀଷ୍ଟଙ୍କର ବଶୀଭୂତ କରାଯାଇ ନାହିଁ ଓ ତାହା ମଧ୍ୟ ସେ ପର୍ଯ୍ୟନ୍ତ ହୋଇପାରିବ ନାହିଁ ଯେପର୍ଯ୍ୟନ୍ତ ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ଜଗତକୁ ଆଗମନ କରି ତାହାଙ୍କର ରାଜ୍ୟ ପ୍ରତିଷ୍ଠା କରିନାହାନ୍ତି। 8 ପର୍ବର 9 ପଦରେ ଲେଖା ଅଛି, ହେ ସଦାପ୍ରଭୁ, ଆମ୍ଭମାନଙ୍କ ପ୍ରଭୁ, ସମୁଦାୟ ପୃଥିବୀରେ ତୁମ୍ଭର ନାମ କିପରି ମହିମାନ୍ୱିତ। ତେବେ ତାହା ଆଜି ନୁହେଁ, ମାତ୍ର ଦିନ ଆସୁଅଛି ପ୍ରଭୁଙ୍କର ନାମ ସମୁଦାୟ ପୃଥିବୀରେ ମହିମାନ୍ୱିତ ହେବ। ବର୍ତ୍ତମାନ ଆମେ ଏପରି ଏକ ଜଗତ ମଧ୍ୟରେ ବସବାସ କରୁଅଛୁ ଯାହାକି ଆର୍ତ୍ତନାଦ କରୁଅଛି ଓ ମୁକ୍ତିର ଅପେକ୍ଷା କରୁଅଛି। ରୋମିଓ 8 ପର୍ବର 22 ପଦରେ ଲକ୍ଷ୍ୟ କଲେ ଜାଣିବାକୁ ପାରିବେ। ମାତ୍ର ଈଶ୍ୱର ତାହାଙ୍କ ସମସ୍ତ ସୃଷ୍ଟିର ଊର୍ଦ୍ଧ୍ୱରେ, ସେ ତାହାଙ୍କର ସେହି ଆକାଶ ମଣ୍ଡଳ ଉପରେ ତାହାଙ୍କର ଗୌରବ ସ୍ଥାପନ କରିଅଛନ୍ତି। ଆଉ ସେହି ଯେଉଁ ବ୍ୟକ୍ତି 1900 ବର୍ଷ ପୂର୍ବରୁ ଏହି ପୃଥିବୀ ଉପରକୁ ଅବତରଣ କରି ସେହି ଜେରୁସାଲେମରେ ଜନ୍ମଗ୍ରହଣ କରିଥିଲେ, ସେ ବର୍ତ୍ତମାନ ଈଶ୍ୱରଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରିଅଛନ୍ତି। କେବଳ ବିଶ୍ୱାସ ଦ୍ୱାରା ଆମେ ତାହାଙ୍କୁ ଦେଖିବା ନିମନ୍ତେ ସମର୍ଥ ହୋଇପାରିବା ଓ ବିଶ୍ୱାସ ଦ୍ୱାରା ଆମେ ତାହାଙ୍କୁ ପାଇପାରିବା। ପ୍ରଥମ ଯୋହନ 3 ପର୍ବର 2 ପଦରେ ଲେଖା ଅଛି, ହେ ପ୍ରିୟମାନେ, ବର୍ତ୍ତମାନ ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନ ଅଟୁ, ଆଉ ଆମ୍ଭେମାନେ କ'ଣ ହେବା ତାହା ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ। ଆମ୍ଭେମାନେ ଜାଣୁ ଯେ ସେ ଯେତେବେଳେ ପ୍ରକାଶିତ ହେବେ, ସେତେବେଳେ ଆମ୍ଭେମାନେ ତାହାଙ୍କ ସଦୃଶ ହେବା, କାରଣ ସେ ଯେପରି ଆମ୍ଭେମାନେ ସେହିପରି ତାହାଙ୍କୁ ଦର୍ଶନ କରିବା। ପ୍ରିୟ ବନ୍ଧୁ,
ଏହା କ'ଣ ଈଶ୍ୱରଙ୍କ ସନ୍ତାନଗଣଙ୍କ ନିମନ୍ତେ ଏକ ଚମତ୍କାର ଅନୁଭୂତି ନୁହେଁ କି? ମାତ୍ର ସେଥି ନିମନ୍ତେ କ'ଣ ଆମେ ପ୍ରସ୍ତୁତ ଅଛୁ? ପ୍ରଭୁ ଯୀଶୁଖ୍ରୀଷ୍ଟ ଯେତେବେଳେ ଏହି ଜଗତକୁ ଆଗମନ କରିବେ, ସେତେବେଳେ କ'ଣ ଆମେ ତାହାଙ୍କ ନିକଟରେ ଧାର୍ମିକ ବୋଲି ବିବେଚିତ ହୋଇପାରିବା? ତେଣୁ ଆସୁ ସେଥି ନିମନ୍ତେ ବର୍ତ୍ତମାନ ଠାରୁ ପ୍ରସ୍ତୁତ ଜୀବନଯାପନ କରିବା ପାଇଁ ଚେଷ୍ଟା କରୁ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।